ଫଳ ଚାଷୀ ଅଜୟ କୁମାର। ବିଡ଼ିଟା ଲଗେଇକି ଭୁଲ କରିଦେଲୁ ଭିଡ଼ିଓଟାକୁ। କ'ଣ କରି ସବୁ ତ ମାଙ୍କଡ଼ ଖାଇଯାଆନ୍ତି ଆଉ 50 ପଇସା ବିଡ଼ି ଖାଇବାକୁ ହବନି ମୋର। ବିଡ଼ି ତ ଖାଉଛୁ କ'ଣ ଆଉ ଅପୂର୍ବ ଜିନିଷଟା ଯେ। କହ ଆଉ ଦୀପଦ କ'ଣ ଚାଷବାସ ଯେ ଲାଗିଛି କ'ଣ ତା ବିଷୟରେ ଦୀପଦ କହ। କ'ଣ କରି ସବୁ ତ ମାଙ୍କଡ଼ ଖାଇଯାଆନ୍ତି ଆଉ 50 ପଇସା ବିଡ଼ି ଖାଇବାକୁ ହବନି ମୋର। ବିଡ଼ି ଖିଆ ଖର୍ଚ୍ଚ ବି ବାହାରିବନି। ଅଳ୍ପ ଅଳ୍ପ ସେମିତି ଗୁଜୁରାଣ ତ ମେଣ୍ଟିବନି। ଜହ୍ନି କେତେ ବାହାରିବ ଯାହା ଯେମିତି ହଁ ଘରେ ଯୋଉଟେ ଖାଇବ ପିଲା ଛୁଆ ଯୋଉଟେ ଖାଇବେ ଆଉ ଅଳ୍ପ ଅଳ୍ପ ଦୁଇଟା ଅଳ୍ପ ଅଳ୍ପ ବାଟ ଖର୍ଚ୍ଚ ହବ ଆଉ କ'ଣ ଆଉ ବାଟ ଖର୍ଚ୍ଚ ମାନେ କ'ଣ ବିଡ଼ି ଖିଆ ଖର୍ଚ୍ଚଟା ଉଠିବ। ଯାହା କହିଲ ଠିକ୍ କଥା ବିଡ଼ି ଖିଆ ଖର୍ଚ୍ଚଟା ଉଠିବ। ଡାଲି 5 କିଲୋ କିଣିଲା ବେଳକୁ ଏକାଠି ହବନି। ଡାଲି 5 କିଲୋ କ'ଣ ଗୋଟେ ତଳିରେ କିଣିଲା ବେଳକୁ ତ ପଇସା ହବନି। ତାପରେ ତାହେଲେ ଆର ବର୍ଷକୁ କ'ଣ ଲାଗିବ? କୋଶଳା ଲାଗିବ ହେଲା ସାରୁ ଲାଗିବ। ସାରୁ କହୁଥିଲ ବା ସାରୁ କୋଶଳା ଲାଗିବ। ଆଜି ଟୋଟାଲ କ'ଣ ଲାଗିଛି ତାର? ଜହ୍ନି କାକୁଡ଼ି ମକା ଭେଣ୍ଡି କଲରା। ବର୍ଷା କ'ଣ କେମିତି? ବର୍ଷା ଉପରେ କ'ଣ କେମିତି? ବର୍ଷା କ'ଣ ହେଲା ଭଳି ଲାଗୁଛି? ମାନେ ପାଗ ଠିକ୍ ଅଛି ତ? ଏବେ ପାଗ ଠିକ୍ ଅଛି। 5-7 ଦିନ ହେଲାଣି ପାଗ ଠିକ୍ ଅଛି। ବର୍ଷା ଟିକେ ହେଉଛି। ଆଗରୁ ଗଛ ପୁରା ପାଚି ଯାଇଥିଲା। ବାଲ୍ଟିରେ ପାଣି ଦେଇ ବଞ୍ଚେଇକି ରହୁଛି ଗଛକୁ। ମକା ତ ଧରିଲେଣି ଫଳ ଗୋଟେ ଗୋଟେ କଷି ଧରିଲେଣି। ମକା କେଉଁ ଗଛରେ ଗୋଟେ କେଉଁ ଗଛରେ 2ଟା ଏମିତି ଫଳୁଛି। ଚାଲୁ ପରିଶ୍ରମ ତ ବହୁତ ହେଇଛି। ମାଙ୍କଡ଼ଙ୍କୁ ତ ଗୋଡ଼େଇକିରି ଟେକା ମାରିକି ହାତ କ'ଣ ହେଇଯାଇଥିବ। ସେଇଥିପାଇଁ ତ ଦମ୍ ଲାଗୁଛି ନା। ପରିଶ୍ରମ ବହୁତ ହେଇଛି। ଫଳ ଭଗବାନ ଦେବେ ଯାହା ଆଉ କ'ଣ କରିବା। ସେଇଟା ମେଡ଼ିସିନ ଟିକେ ନ ଖାଇଲେ କିଛି କାମ ହେଇପାରୁନି। ବିଡ଼ି ଫିଡ଼ି ଟିକେ ଖିଆ ହେଉଛି ଆଉ। ସେଇଟା ଆଜ୍ଞା ପ୍ରଥମ ମେଡ଼ିସିନ। ଗାଁ ଲୋକ ତ ବିଡ଼ି ଟିକେ ଖାଇବେ ଆଉ କ'ଣ କରିବା। ମାନେ ଭାଡ଼ି ଇଏ ଭାଡ଼ିଟା ସେ ଭାଡ଼ି ଗୋଟିଏ ଖାଲି। ଇଏ କ'ଣ ମଝିରେ ଯେଉଁ ବାଟ ରଖିଦେଲେ ଫାଙ୍କା ରହିଗଲା କେତେ ଟଙ୍କା। ତାର ଭେଣ୍ଡି ଗଛ ଲଗେଇଛି ପୁରା ଜାମ୍। ସେ ମଝିରେ ଗୋଟେ ଗଛ ପଡ଼ିନ। ଭେଣ୍ଡି ଟିକେ ଜାମ୍ ହେଇଛି ଠିକ୍ କଥା।